ଦିନ ଆସିଗଲା। ଥଣ୍ଡା ଦିନରେ ସାଧାରଣ ଥଣ୍ଡା ଅଧିକା ହେଇଥିବ ଆଉ କମ୍ବଳରୁ ବାହାରକୁ ବାହାରିକି ଇଚ୍ଛା ହୁଏନି ଥଣ୍ଡା ଲାଗି ଶୀତ। ତାପରେ ଗରମ ଗରମ ଜିନିଷ ଖାଇବାକୁ ଇଚ୍ଛା ହୁଏ। ଆମ ସାଧାରଣତଃ ଇଭିନିଂ ଟାଇମରେ ଡିନର ସମୟରେ ଡିନର ଯୋଉ ଖାଇବା ଥାଏ ସେଇଟା ଅଧିକା ବଢିଯାଏ। କଣ ବଢି କେତେବେଳେ ପକୋଡି, କେତେବେଳେ ଚାହା, କେତେବେଳେ କଫି, ଖାଇବା ଖାଉ ଖାଉ ଅଧିକା ଆମେ ଖାଇଦଉ। ତା ଫଳରେ କଣ ପେଟ ଗ୍ୟାସ୍ ହେଇଯାଏ, ଇଣ୍ଡାଇଜେସନ କନଷ୍ଟିପେସନ ହୁଏ, ଏସିଡିଟି ହୁଏ। ସକାଳୁ ବ୍ଲଡ ସୁଗାର ଲେଭେଲ ଅଧିକା ପୁରା ବଢି ଯାଇଛି। କାହିଁକି ଆପଣ ବଢିଛି ଜାଣିଛନ୍ତି କଣ ପାଇଁ ଏମିତି ହଉଛି? ଆପଣ ରେଗୁଲାର ଖାଉଛନ୍ତି କଣ ଏମିତି ହେଇଗଲା? କଣ କଲେ କି ଆପଣ? ଆଜ୍ଞା ଟିକେ ନଜର ପକାନ୍ତୁ ଆପଣ କଣ କଲେ। ଶୀତ ଦିନରେ ଆପଣ ସବୁଦିନ ଯେମିତି ଏକ୍ସରସାଇଜ କରନ୍ତି, ମୁଭମେଣ୍ଟ କରିନାହାନ୍ତି। ଏକ ଦୁଇ ହଉଛି କଣ କଲେ, ଆପଣ ଚାହା କଫି ପିଇବା ଦ୍ୱାରା କଣ ହୁଏ ନା ତାର ଏସିଡିଟି ଗ୍ୟାସ୍ ହବ। ଆଉ କଣ ହେଲା, ପାଣି ମଧ୍ୟ ଇନଟେକ୍ କମିଗଲା, ଯାହା ଫଳରେ ଆମ ସକାଳ ବ୍ଲଡ ସୁଗାର ବଢି ଯାଉଛି। ଜାଣିଲେ କଣ ହଉଛି, ତାର ମୁଭମେଣ୍ଟ ଆପଣ କଲେନି କି ଚାହା କଫି ପିଇଲେ ଗ୍ୟାସ୍ କଲେ, ପାଣି ଲେବୁଲ ମଧ୍ୟ ଆପଣ କମେଇ ଦେଲେ, ଯାହା ଫଳରେ କି ହାଇଡ୍ରେସନ ମଧ୍ୟ ହେଇଗଲା। ଡିହାଇଡ୍ରେସନ ହେବା ତ କଣ ହୁଏ, ଆପଣଙ୍କୁ ସୁଗାର ଲେବୁଲ ମଧ୍ୟ ସକାଳେ ବଢିଗଲା। ତ କେମିତି ବାଲାନ୍ସ କରିବେ? ବାଲାନ୍ସ କରିବା ପାଇଁ ହେଲେ କଣ କରିବେ, ଯାହା ଫଳରେ ସୁଗାର ଲେବୁଲ ଆପଣ କମିଯିବ ଆଉ ସବୁଦିନ ବାଲାନ୍ସ ସୁଗାର ବାଲାନ୍ସ ରହିବ। ତା କଣ କରିବେ ନା, ଆପଣ ରାତିରେ ଖାଇବା ପୂର୍ବରୁ ଠିକ ଅଧଘଣ୍ଟେ ପୂର୍ବରୁ ଗରମ ପାଣି ନେଇଯିବେ, ଗରମ ପାଣି ନେଇ ପିଇବେ, ଆସ୍ତେ ପିଇବେ। ଗରମ ପାଣି ଭିତରକୁ ଗଲା, ହିଟ୍ ଜେନେରେଟ ହେଲା, ଆପଣ ଖାଦ୍ୟ ଖାଇଲା ବେଳକୁ ଖାଦ୍ୟ ମାତ୍ରା କମିଯିବ। ସେମିତି ଆଉ ଜିନିଷ କଣ କରିବେ ନା, ଯେମିତି ଶୀତ ଦିନ ମାନଙ୍କରେ ବିଭିନ୍ନ ଫଙ୍କସନ ଅଛି, କାହାର ବାହାଘର, ବ୍ରତଘର, ବହୁତ ଫଙ୍କସନ ବି ଅଛି। ଆଉ ଶୀତ ଦିନରେ ଆପଣ ଯଦି ଗରମ ଖାଇବାକୁ ବହୁତ ଇଚ୍ଛା ହୁଏ ରାତିରେ, ଦେଖିକି ଲୋଭ ସମ୍ଭାଳି ପାରେନି, ଆଉ କଣ କରିବେ, ଆଗ ଯିବାନେ ଗରମ ଗରମ ସୁପ୍ ଥିବ, ସୁପ୍ ଟି ଖାଇଦେବେ। ସୁପ୍ ଖାଇଲେ ବି ଆପଣଙ୍କୁ କଣ ହବ ନା, ହିଟ୍ ଜେନେରେଟ ହବ, ଆପଣଙ୍କ ଖାଇବା ମଧ୍ୟ କମିଯିବ, ରାତି ଖାଇବା। ସେଇଭଳି ଆଉ କଣ କରିପାରିବେ, ଯେ ଆପଣଙ୍କ ପାଖରେ ଥିବ ପ୍ରୋଟିନ ଯୁକ୍ତ ଖାଦ୍ୟ ଥିବ। ପ୍ରୋଟିନ ଯୁକ୍ତ ଖାଦ୍ୟ କଣ ଥାଇପାରେ, ପନିର ଥିବ, ମସରୁମ ଥିବ ଭେଜ ଲୋକଙ୍କ ପାଇଁ। ନନ ଭେଜ ଲୋକଙ୍କ ପାଇଁ ଆପଣ ଥାଇପାରେ ମଟନ ଥିବ, ଚିକେନ ଥିବ, ଏଗ ଥିବ। ଆକୁ ଯଦି ଖାଇଦଉଛ ନା, ତା ଖାଇସାରିଲା ପରେ ହିଟ୍ ଜେନେରେଟ ହେଇଯିବ। ତାପରେ ଆପଣ ଯେତେବେଳେ ଖାଇବାକୁ ଯାଉଛନ୍ତି କାର୍ବୋହାଇଡ୍ରେଟ ଖାଦ୍ୟ ଆଉ ଖାଇବାକୁ ଯିବନି। ତାପରେ ଯୋଉ ଆପଣ ଯୋଉ ସ୍ନାକ୍ସ ଜିନିଷ ଖାଇବାକୁ ଇଚ୍ଛା ହବ ରାତିରେ, ଯୋଉ ହେଇଥିବ ଧରନ୍ତୁ ଗୁପଚୁପ ହେଇଥିବ, କି ଆପଣଙ୍କ ଯୋଉ ହେଇଥିବ ବିଭିନ୍ନ ପ୍ରକାର ପକୋଡା ହେଇଥିବ, ସେ ଖାଇବାକୁ ଗଲାବେଳକୁ ଆପଣ ହାତ ଯିବନି। ପେଟ ତ ମନା କରୁଥିବ ଖାଇବାକୁ, ଆପଣଙ୍କୁ ହାତ ଯିବ, ହାତ ଯିବନି। ଯଦି ବୁଝିଲେ, ଏବେ କଣ କରିବେ, ଏଥର ଯେତେ ଫଙ୍କସନ ଖାଇବାକୁ ଯିବେ ସେତେବେଳେ କଣ କରିବେ, ଆଗ ଖାଇବା ପୂର୍ବରୁ ଆପଣ ଦେଖିବେ ଗରମ ଗରମ ଜିନିଷ କଣ ଟିକେ ଖାଇଦେବେ। ଗରମ ଗରମ ଜିନିଷ ଚାହା କଫି ନୁହଁ, ଆପଣ ସୁପ୍ ହେଇପାରିବ, ଆପଣଙ୍କ ଗରମ ପାଣି ହେଇପାରିବ, ମାନେ ଆପଣ ପ୍ରୋଟିନ ଯୁକ୍ତ ଖାଦ୍ୟ। ଯଦି ଆପଣ ଏଇ ଭିଡିଓଟି ଭଲ ଲାଗିବ ତ ମତେ ଲାଇକ୍ ଆଉ ସେୟାର ମଧ୍ୟ କରିବେ। ଥ୍ୟାଙ୍କ ୟୁ।